ଶୁଣନ୍ତୁ ଆଇନରେ ନୂତନ ଆଣିବା ଯିବା ଦରକାର କାହିଁକିନା ଆପଣ ଦେଖୁଛନ୍ତି ଡ୍ରୋନ୍ ଉଡ଼ିଲାଣି ବିଦେଶୀ ପଶିଲେଣି ମୋବାଇଲ ଗଲାଣି ଅଦନିଆ ରଥଯାତ୍ରା ହେଲାଣି ଏ ସମସ୍ତ ପାଇଁ କିଛି ଆଇନ ନାହିଁ ଆଉ ଆଇନ ଯାହା ଆମର ବର୍ତ୍ତମାନ କହୁଛି ପରିଚାଳନା କମିଟିରେ ଯେଉଁ ଆଇନ ହେଇଛି ସେ ଆଇନ ଆଖିଠାର ଆଇନ ସିଏ ଗଲା ମାତ୍ରେ ତା ଦେହରେ କୌଣସି ଆଇନରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ତା ଦେହରେ ନାହିଁ ତେଣୁକରି ଆଇନ ଏଇଭଳି ଆସିବା ଦରକାର ଯେ ପ୍ରକୃତରେ ଆମେ ହିନ୍ଦୁ ଧର୍ମର ଆମର ଗୋଟେ ଯାତ୍ରା ଆମର ଗୋଟେ ଦିନ ଅଛି ତେଣୁକରି ତାଙ୍କର ବି ଯେଉଁ ପ୍ରକାର ସେ ଯେଉଁଭଳି ଖ୍ରୀଷ୍ଟିଆନ ଧର୍ମ ଯେଉଁମାନେ ପାଳୁଛନ୍ତି ତାଙ୍କର ବି ତାଙ୍କ ଧର୍ମଗୁରୁଙ୍କର ବି ଗୋଟିଏ ଦିନ ଯାତ୍ରା ଆମେ ତାଙ୍କ ଧର୍ମଗୁରୁ ଯାତ୍ରାଟାକୁ ଆମେ ଗୋଟେ ଅଲଗା ଦିନରେ ପାଳିବା ତେଣୁକରି ଏଇଟା ହେଉଛି ସମ୍ପୂର୍ଣ୍ଣ ଇସ୍କନ ବାଲାଙ୍କର ମନମାନି କାମ ସେମାନେ ଭାରତ ବର୍ଷରେ କାହା କଥା ଶୁଣୁନାହାନ୍ତି ଆମେ ଦିଲ୍ଲୀରେ ଯାଇ କହିକିରି ଆଇଛୁ ଅନୁରୋଧ କରିକି ଆଇଲୁ ଗଜପତି ମହାରାଜ କଲେ ମନ୍ଦିର ମୁଖ୍ୟ ପ୍ରଶାସକ କଲେ ଭକ୍ତ କଲା ଗଣମାଧ୍ୟମ କଲେ ସମସ୍ତେ କରିବା ସତ୍ତ୍ୱେ ବର୍ତ୍ତମାନ ଶୁଣୁନାହାନ୍ତି ତେଣୁକରି ଭାରତ ବର୍ଷରେ ଇସ୍କନ ଧର୍ମାବଲମ୍ବୀ ମାନେ ରହୁଛନ୍ତି ଆମ ଦେଶରେ ରହି ଆମର ମହାପ୍ରଭୁଙ୍କର ନୀତିକାନ୍ତିକି ନ ମାନିବା ଆମ ଦେଶ ବା ଆମ ରାଜ୍ୟ ଏ ସମ୍ପର୍କରେ କ'ଣ ପଦକ୍ଷେପ ନେବାର ଆବଶ୍ୟକତା ଅଛି ନାଇଁ ଶୁଣନ୍ତୁ ଗୋଟେ ଜିନିଷ ହେଉଛି ୟା ପାଇଁ ସ୍ୱତନ୍ତ୍ର ଭାବରେ ଆଇନ ଆସିବାର ଆବଶ୍ୟକତା ଅଛି ଆମେ ଯେଉଁ ଏଠି ସବୁ ଧର୍ମକୁ ଯଦି ଆମେ ସମାନ ଦେଖୁଛେ କାହିଁକିନା ଭାରତରେ ଆମର ଯେଉଁ ସନାତନ ଧର୍ମ ଅଛି କି ଆମର ଯେଉଁ ଭାରତୀୟ ସମ୍ବିଧାନରେ ଯାହା ଅଛି ଯେ ସବୁ ଧର୍ମକୁ ଆମେ ସମ୍ମାନ ଦେବା ତେଣୁକରି ହେଇଛି ଆମ ଧର୍ମକୁ ଆମେ ସେଠି ବେସମ୍ମାନ କରୁଛେ କିନ୍ତୁ ଆମେ ଏଠି ସବୁ ଧର୍ମକୁ ସମ୍ମାନ ଦେବାରେ ଅଛୁ କିନ୍ତୁ ସେମାନେ ସେ ଜିନିଷଟି ମାନୁନାହାନ୍ତି ତେଣୁକରି ଇସ୍କନ ଆମ ଧର୍ମ ଉପରେ ସମ୍ପୂର୍ଣ୍ଣ ଭାବରେ ସବୁ ଜାଣିକି କରୁଛି ତେଣୁକରି ଆମର ଗୋଟିଏ କଥା ଯେ ବର୍ତ୍ତମାନ ଯେଉଁମାନେ ଏଠି ନିର୍ବାଚିତ ହେଇକରି ଯାଇଛନ୍ତି ପାର୍ଲାମେଣ୍ଟକୁ ସେ ରାଜନୈତିକ ଦଳମାନେ ଟିକେ ସ୍ୱର ଉତ୍ତୋଳନ କରିବା କଥା ଆମର ଜଣେ ଦକ୍ଷ ଏମ୍ପି ପୁରୀରୁ ଯାଇଛନ୍ତି ସମ୍ବିତ ପାତ୍ର ମହୋଦୟ ଟିକେ ଏଇ ବିଷୟଟି ଟିକେ ଦିଲ୍ଲୀରେ ଯେଉଁ ଅଛି ଆମର ହାଇ କମିଶନର ଇଂଲଣ୍ଡର ସେଠି ଦୂତାବାସରେ ଏଇ ପ୍ରସ୍ତାବ ଆଣନ୍ତୁ ପାର୍ଲାମେଣ୍ଟରେ ଏ ଜିନିଷଟାକୁ ପକାନ୍ତୁ ତେଣୁକରି ସେମାନେ ନୀରବ କାହିଁକି